କିନ୍ତୁ ମୁଁ ଏକୁଟିଆ ସେୟାର କରିବି, ଇଏ ନଥିବ ମୁଁ ସେୟାର କରିବି, କାରଣ ମନଟା ଦୁଃଖ ହବ। ଆମେ ଦୁଃଖୀ ହେବା ପାଇଁ ଚାହୁଁନା, ଆମେ ଚାହୁଁ ଦୁଃଖ। ଭାଇ ଦେଖ, ଦୁଃଖ ସହିତ ଯଦି ବନ୍ଧୁ ବାନ୍ଧିଲ ତାହେଲେ ତମର ଆଉ କିଛି ଅସୁବିଧା ହବନି। ମୁଁ ଯାହା କହୁଛି ଠିକ ନା ନାଇଁ? ଜୀବନରେ ସୁଖ ଅଳ୍ପ ଦିନ ପାଇଁ ଆସେ, କିଛି ଦିନର କୁଣିଆ ହେଇକି, କିନ୍ତୁ ଦୁଃଖ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତମ ସହିତ ରହିଥାଏ। ତମେ ଯଦି ତାକୁ ଶତ୍ରୁ ବୋଲି ଭାବିବ ତ ଜୀବନରେ କେବେ ବି ଆଗକୁ ଯାଇପାରିବନି। ସବୁବେଳେ ତମେ ମାନେ ଧୀରେ କ୍ଷୀଣ ହେଇକା ଲାଷ୍ଟକୁ ଦେହତ୍ୟାଗ କରିବ। ଜୀବନର ଅନ୍ୟ ନାମ ହେଲା ଦୁଃଖ, ସୁଖ ନୁହେଁ ଆଜ୍ଞା। ସୁଖ ଅଳ୍ପ ଦିନର। ଭାଇ ଠିକ କହିଲି ନା? ତମେ କିଛି କହିବ, କହିବି ସୁଖ ଚିରସ୍ଥାୟୀ, ସୁଖ ଚିରସ୍ଥାୟୀ ମାନେ ଦୁଃଖ ଚିରସ୍ଥାୟୀ। ସୁଖ କୁଣିଆ ନା ନାଇଁ, 2-4 ଦିନ ପାଇଁ ଆସେ ତାପରେ ପଳେଇଲା ପରେ ସେଇ ଦୁଃଖ ସେଇଆ। ଯାହା ଯିଏ ଆମର ଭାଇ, ଯିଏ ଆମର ସାଥିରେ ରହିବ, ସିଏ ହେଲା ମୋ ଦୁଃଖ। ତାକୁ ଭାଇ ବୋଲି କୁହ। ହାତଟା ଆମ ପାଖରେ ଯେମିତି ରହୁଛି, ବାସ୍ ଭଲସେ ବୁଝନ୍ତୁ। ହାତଟା ଆମର ଯେମିତି ଗୋଟେ ଅଙ୍ଗ ଆମ ଦେହର, ତା ବିନା ଆମେ ଚଳିପାରିବାନି। ଦୁଃଖ ବିନା ବି ଆମେ ଚଳିପାରିବାନି, ସୁଖ ବିନା ଚଳିହବ। ଆଉ ସୁଖ ବିନା ଯେଉଁ ଲୋକ ଚଳିବା ପାଇଁ ଚେଷ୍ଟା କରିଛନ୍ତି, ଯେଉଁମାନେ ଦୁଃଖର ଅର୍ଥକୁ ବୁଝିଛନ୍ତି, ସେମାନଙ୍କ ଜୀବନରେ ଦୁଃଖ ବୋଲି କିଛି ନଥାଏ, କେବଳ ଆନନ୍ଦ ହିଁ ଆନନ୍ଦ। ଆମ ଭିତରେ ଯେତେ ଦୁଃଖ ଥାଉ, ଅଭାବ ଥାଉ, ଅନାଟନ ଥାଉ, ଅସୁବିଧା ଥାଉ, ଯେତେ ସମସ୍ୟା ଥାଉ, ଆମେ ସବୁବେଳେ ହସୁ, ଅନ୍ୟକୁ ବି ହସିବା ପାଇଁ ଚେଷ୍ଟା କରୁ। ଠିକ ନା ଭାଇ? ଦେଖିଲେ ଦେଖନ୍ତୁ ମୋ ମୁଣ୍ଡ ଚୁଟି ଉପୁଡ଼ିଗଲା ଏଇ ହସ ହସି। କିନ୍ତୁ ଆର ଭାଇ ତମ୍ବା ତାର ଯେତେ ଯାହାକୁ ଯିଏ ଆର ମୋର 365 ନହେଲେ ମୁଁ ଦାଢ଼ି କାଟି ପାରେ ନାହିଁ, ତାର 555 ବୁଲେଟ୍ ନହେଲେ ଦାଢ଼ି କାଟି କମ୍ପାନୀ ଅର୍ଡର ହେଇଛି। କମ୍ପାନୀ କେବଳ ସ୍ୱତନ୍ତ୍ର 555 ଆରି ପାଇଁ ତିଆରି ହେଇଛି। ଚୁଟି ଦେଖୁନି ଘନ, ମାନେ ବିଶିଷ୍ଟ ଘନ କବି ଯେମିତି ଥିଲେ, ଯିଏ ହଉଛି ଘନ ବାଳୁଆ ଲୋକ, ମାନେ ଆ ଚୁଟି କାଟିବା ପାଇଁ ତ କତୁରୀ ବାଲା ମୁଣ୍ଡ ବାଡ଼େଇବ। ଚୁଟି ଟିକେ କାଡର କାଡର ଏମିତି ହବ। କହେ ନା ଭାଇ ତୁ ଆଇଲୁ ଚୁଟି କାଟିବାକୁ, ତା ବେଳା ଖରାପ। ତୁ ଦାଢ଼ି ଯେମିତି ଚୁଟି ଯେମିତି, କିନ୍ତୁ ମୋ ମୁଣ୍ଡ ଚୁଟି ହଉଛି ବାଳୁଆ, ମାନେ ମେଣ୍ଢାରୁ, ମୋ ଦାଢ଼ିଟା ହଉଛି ତମ୍ବା ତାର। ଆର ତମ୍ବା ତାର ବାଳ, ମୁଣ୍ଡ ବାଳ ଆଉ ତଳ ବାଳ ଦିଟାକ ବାଳ ହଉଛି ଆର ଦାଢ଼ି। ଓ ସରି, ଦାଢ଼ି ଦାଢ଼ି ମୁଁ ଟିକେ ମାନେ ନା, ମୁଁ ଶାଢ଼ୀ ଦାଢ଼ି ନା, ଶାଢ଼ୀ ଏମିତି ଚାଲିଛି ଆଉ। ହଁ ଭାଇ, ଜୀବନର କିଛି ନାହିଁ ଏଇଠି। ଆମର ଏବେ ଏଇ 20 ଦିନ ଭିତରେ 5-6-7 ଜଣ ଲୋକ ମରିଲେଣି, ଆମ ଆଖପାଖ ଲୋକ, ମାନେ ଭଲ ଭଲ ଲୋକ। କେବେ କିଏ ଭାବିନଥିଲେ ଯେ ଏ ଲୋକ ଏମିତି ମରିବେ ବୋଲି। ତ ସମୟ ବର୍ତ୍ତମାନ ନାହିଁ, କଳିକାଳ ସମୟ। ଅବଶ୍ୟ କିଏ କହୁଛି 32 ଲକ୍ଷ 4 ବର୍ଷ, 3,32,000 ବର୍ଷ, କିଏ କହୁଛି 5 ଲକ୍ଷ ବର୍ଷ, କିନ୍ତୁ ବର୍ତ୍ତମାନ ତ 5,000 ବର୍ଷ ମାତ୍ର ଭୋଗ ହେଲା। କିନ୍ତୁ ଏବେଠାରୁ ଯେଉଁ ଭଳିଆ ଲକ୍ଷଣ ପରିପ୍ରକାଶ ହେଲାଣି, ମାନେ ଆପଣ ଚିନ୍ତା କରିବା ପାଇଁ ବାଧ୍ୟ ହେବେ। ଏମିତି ଆଲୋକ ଆଉ ଗୋଟେ କଥା ଦେଖିଲା, ଏମିତି କୌଣସି ଲୋକ ନାହିଁ ସଂସାରରେ ଏମିତି କୌଣସି ଗୋଟେ ଲୋକ ନାହିଁ, ମାନେ ସେ ଜ୍ଞାନୀ ପୁରୁଷ ହଉ ବା ଶ୍ରେଷ୍ଠ ପୁରୁଷ, ଆଜ୍ଞା, କୌଣସି ଡେଟ୍ ସେ କହିପାରିବନି ଅମକ ଦିନ ଅମକ ହବ, ପୃଥିବୀ ଧ୍ୱଂସ ହବ, ନା 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 କହିପାରିବ ନା ନା। ଥାରଗାର ଦେଖି ହାଡ଼ି ଦାସ କହିଲେ, ବଳବନ୍ତ ଦାସ କହିଲେ, ଜଗନ୍ନାଥ ଦାସ କହିଲେ, ଯଶବନ୍ତ ଦାସ କହିଲେ, ମାନେ ଯେଉଁ ପଞ୍ଚସଖା, ସେମାନେ ବି କହିଛନ୍ତି ଯେ କେତେବେଳେ କ'ଣ ହବ, କିନ୍ତୁ ସଠିକ ସମୟ ଏପର୍ଯ୍ୟନ୍ତ ନିର୍ଦ୍ଧାରିତ ହେଇନି। ଯଦି ଥାଇପାରେ, କିନ୍ତୁ ଆମର ଲୋକଲୋଚନକୁ ତ ଆସିନି। ଏମିତି ଆମେ ବି ଜାଣୁଛୁ ଯେ କେହି ପ୍ରକୃତରେ କହିପାରିବେ ନାହିଁ। ଆଉ ଯେଉଁମାନେ ଜାଣିଛନ୍ତି ପ୍ରକୃତରେ କହିପାରିବେ, ସେମାନେ ଆମ ଲୋକଲୋଚନକୁ ଆସିବେ ନାହିଁ। ଦିଟା କଥା ଧ୍ୱଂସ ହବ ସେଇଟା ଭୁଲ, ପୃଥିବୀ ଧ୍ୱଂସ ହବ ସେଇଟା ବି କ'ଣ? ଆପଣ ଦିଥର କଲେ ପୃଥିବୀ ଧ୍ୱଂସ ହବ ସେଇଟା ଭୁଲ, ପୃଥିବୀ ଧ୍ୱଂସ ହବ ସେଇଟା ବି ଠିକ। ନା ନା, ପୃଥିବୀ ଧ୍ୱଂସ ହବନି। ପୃଥିବୀଟାକୁ କେବଳ ଖାଲି ଯେ ଆମର ପୃଥିବୀ ଗୋଟିଏ ସେୟା ନୁହଁ, ଏମିତି ପୃଥିବୀ ଏମିତି କୋଟି କୋଟି ଅଛି। କିନ୍ତୁ ଆମେ ଯେତିକି ଦୂର ଜାଣିଛୁ ଭଗବାନଙ୍କ ଲୀଳାଖେଳା ଉପରେ ଯେତିକି ଆମର ଅଭିଜ୍ଞତା ଅଛି, ଆମେ ଜାଣିଛୁ ଯେ ପୃଥିବୀଟା ଗୋଟେ ମାନେ ସେମିତି ମନକୁ ସୃଷ୍ଟି ହେଇଯାଇନାହିଁ, ତାକୁ ଭଗବାନ ସୃଷ୍ଟି କରିଛନ୍ତି। ମାଙ୍କର ପ୍ରମୁଖ ଭୂମିକା ଅଛି, ଆଦିଶକ୍ତିଙ୍କର ଏ ପୃଥିବୀ ତିଆରି କରିବା ପାଇଁ। ଏଇ ପୃଥିବୀ ଭିତରେ ଜୀବସତ୍ତା ସୃଷ୍ଟି ହେବା ପାଇଁ ବହୁତ ଭୂମିକା ତାଙ୍କର ଅଛି, ବହୁତ ଲୀଳାମାନ ଅଛି। ସେଇଟା ଆପଣ ଦେଖିଥିବେ, ଜାଣିଥିବେ ବୋଲି ମୋର ଆଶା। ତ ସେମାନେ କେବେ ଚାହିଁବେନି ଯେ ପୃଥିବୀଟା ପୁରା ଧ୍ୱଂସ ହେଇଯାଉଛି। ଧ୍ୱଂସ ହବନି, ପ୍ରଳୟ ହବ। ପ୍ରଳୟ ପରେ ପୁଣି ମାର୍ଜିତ ହବ। ମାର୍ଜିତ ହେଲା ପରେ ପୁଣି ଏଇ ଆମର ଋତୁଚକ୍ର, ତାପରେ ଆମର ଦିନ ମାସ ବର୍ଷ ସବୁ ପୁରା ସନ୍ତୁଳନ ଘଟିବ। ସନ୍ତୁଳନ ଘଟିଲା ପରେ ପୁଣି ଥରେ ନୂଆ କରି ଜୀବନ ଆରମ୍ଭ ହେବ। ପୃଥିବୀ କେବେ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ପାଇବ ନାହିଁ। ଆପଣ ଯେତେ ବଡ଼ ଜ୍ଞାନୀ ହୁଅନ୍ତୁ ବା ଯେତେ ବଡ଼ ବିତର୍କବାଦୀ ହୁଅନ୍ତୁ, ମୁଁ ଆପଣଙ୍କ ସହିତ ବିତର୍କ କରିବା ପାଇଁ ପ୍ରସ୍ତୁତ ଅଛି। ଯାହା ବି ହେଲେ ବି ଆମ ପାଖରେ କିଛି ଜ୍ଞାନ ଅଛି ଭାଇ, ଆମେ ସେମିତିରେ ବହି କିଆ ବୋଧେ ଗଲା ବୋଲି କ'ଣ ଜ୍ଞାନ କୁଆଡ଼େ ପଳେଇଲା? ନା, କୁହନ୍ତିନି ବାହିନୀ ବୋଲି କ'ଣ ବରଯାତ୍ରୀ ଯାଇନି? ଅଖଣ୍ଡ ଆଜ୍ଞା। ଏଇ ଆପଣ ଭାବନ୍ତୁନି ଆଉ
ହଁ ନା ଭାଇ ଇଏ କଣ କହୁଛ? ଅଖଣ୍ଡ ଅଖଣ୍ଡ କଥାବାର୍ତ୍ତା ଏଠି ଅଛି। ଅଖଣ୍ଡ। ଖାଲି ଆଲୋଚନା ଥର କରିବାକୁ ଆସ, ଦେଖିବା ତ ହଳ ନ ବୁଲେଇକି ଆମେ ମଞ୍ଜି ନ ବୁଣି ତ ମତେ କହିବ। ବଳଦ ହେଇଥିଲେ ପୁଣି ମଳ ତ ଆମେ ବଳଦ ବି ଚାଷ କରିଦବୁ, ସେଥିରେ କଣ ଅଛି? କେତେ ଆଙ୍ଗୁଳିଆ ନଙ୍ଗଳ ସେଇଟା? ଆମର 11 କାଠିଆ 11 କାଠିଆ ବିଦା ସେଇଟା। ବିଦା ନଙ୍ଗଳଟା ନଙ୍ଗଳ ହଉଛି ଆମର 16 ଆଙ୍ଗୁଳିଆ। 16 ଆନ୍ଦିଆ ନଙ୍ଗଳ ଆମର। ଆଉ 16 ପ୍ଲେଟ। ପ୍ଲେଟ ପ୍ଲେଟ ମୁଁ କହିଲି 100% ସେ ତାର ଯୋଗଦାନ, ମୋର 60% ସବୁ ଯୋଗଦାନ। ଟିକେ କମ ବେଶୀ ମୁଁ ଭୁଲି ଯାଇଛି ଆଉ। କିନ୍ତୁ ଭାଇ ଏ ଭାଇ ଆମର ଅଛି ମାନେ ଭାଇ ଥିଲେ ପାଖ ସବାର ଆମେ ହାରିବୁନୁ। କଣ ଭାବୁଛୁ ହଳ କରିଦେବୁ। ଫାଲତୁ କଥା ତ କରିବନି। ଦେଶୀ ବଳଦ ଜର୍ସି ବଳଦ ଆମେ କଣ ମିଛରେ ଦେଶୀ ବଳଦ ପୁଣି ଜର୍ସି ବଳଦ ଅଛି, କାଳିଆ ବଳଦ। କାହାକୁ କୋଉ ଠାର ମାଇଲେ କି କୋଉଠି କଣ ବୁଲିବ ଭାଇ କହିଲ? ବୁଲିବେ ସେ ହ କହିଲେ ରହିଲେ, ଚାଲ ନା କହିଲେ ର ଚାଲ, କହିଲେ ର କହିଲେ ଟର୍ନିଂ କାଟିବ, ର କହିଲେ ଟର୍ନିଂ କାଟିବ। ଆପଣ ଜାଣିନଥିବେ ବଳଦ ବିଷୟରେ, ଆମେ ପଚାରନ୍ତୁ। ହ କହିଲେ ସେ ରହିଲେ, ହ କହିଲେ ହ ହ ରହିଲା। ତାପରେ ଶ୍ରୀ 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 କହିଲେ ସେ ମୁତିଲେ, ମାନେ ସେ ଆଉ ଓ ଏମିତି କହିଲେ ସେ ପରିସ୍ରା କରିବେ, ମୁତିବେ। ମାନେ ଠିଆ ହେଇକି କଷ୍ଟ ହବ, ତା ଆମକୁ ଟିକେ କଷ୍ଟ ଲାଗେ। ମାନେ ମୁତି ମୁତି ଗୋଟେ ବୁଲିଲା ସେ କଷ୍ଟ ପାଉଥିବ, ଆମେ ସେ ଆଉ ଟାକରା ବି ଅଛି। ଟାକରା ଟାକରା ମାଇଲେ କଣ କରନ୍ତି? ଟାକରା ମାଇଲେ ସେ କଣ କରିବୁ, ସେଠି ମାନେ ଉତ୍ସାହ ମାନେ ଉତ୍ସାହିତ କରତାଳି ଦର୍ଶକ ମାନଙ୍କୁ ଗୋଟେ କଳାକାରକୁ ତାଳି ମାରି ଉତ୍ସାହିତ କରାଯାଏ। ବଳଦ ଟାକରା ମାଇଲେ ସେ ଉତ୍ସାହିତ ଡେଇଁବେ, ମାନେ ଭିଡି ନେଇଯିବେ ନଙ୍ଗଳ। ଟାକରା ମାଇଲେ ସେ କଣ, ସେ ଭାଇଲା ଆମେ ଯାଉଛୁ ବାଟରେ ଖୁସି ହେଲା ବୋଧେ ଆଉ। ଖୁସି ମାନେ ଗୋଟେ ଅତିରିକ୍ତ ଖୁସି ହେଇକି ଦୁଃଖ ଭୁଲି ଯାଆନ୍ତି, ଭୋକ ଶୋଷ ଭୁଲି ଯାଆନ୍ତି। ଖୁସି ହେଇକି ଦୌଡ଼ିବେ, ଶୀଘ୍ର ଶୀଘ୍ର କାମ ସରିଯିବ, ପଳେଇ ଆସିବ। ସେଇଥିପାଇଁ ଟାକରା ମାରି ଚାଲେ, ଖାଲି ଟାକରା ଟାକରା ଚାଲେ। ପୁଣି ନାଁ ଦିଆଇଥିବ, ଯଦି କାଳିଆ ଗୋଟେ କସରା, ଗୋଟେ ତା ନା କସରା ନା କାଳିଆ, କାଳିଆ ଏଇଠି ର ର ର ର ର ର ର ର। ଭାଇ ସେ ସୁଖ ନାହିଁ। ଆମେ ଯେତେ ଉନ୍ନତି କର, ଯେତେ ଆଧୁନିକ ଯନ୍ତ୍ରପାତି ବ୍ୟବହାର କର, କିନ୍ତୁ ସେଇ ଯୋଉ ଜିନିଷଟା ତା ସହିତ ତମେ ବି ଖଟିଲ। ଏବେ କଣ ହେଲା, ବଳଦ ଟ୍ରାକ୍ଟର ଡାକିଲା, ସେ ହଳ ବୁଲି ଦେଇଗଲା, ଆପଣ ଏମିତି ଗୋଟେ ବସିଲେ। ଏ ଭାଇ କିଏ ଯାଉଛି ଗୋଟେ କାହାକୁ କହ ଟିକେ ବୁଣି ଦେଇ ଆସିବ। ରୋଇବା ପାଇଁ ଗୋଟେ ଲୋକ କର। ଏଇ ଯୋଉ ଗ୍ୟାସ ରୋଗ ସମୟ ଯେତେ ହଉଛି ଆଉ ଭିଡିଓ କିନ୍ତୁ ଅପଲୋଡ ମୁଁ କରିବି। ହଁ ଗେଲ ନା କଣ, ଆମେ ଯୋଉ କଷ୍ଟ କରି ମୁଁ ପାଣି କଦରା ହେଇଛି। ଗ୍ୟାସ ରୋଗରେ କଣ କର? ସେତେବେଳେ ବଳଦ ହଳ ଯାଇଥିବ, କେତେ ବାଟ ଯାଇଥିବ, ସେଇ ମାନେ ଏଇଠୁ ଯାଇଥିବ ଘରୁ ଖାଇବା ପାଇଁ ପୁଟୁଳା ବନ୍ଧା ହେଇକି, ସେଇଠି ଖାଇବ ସାଙ୍ଗେ ସାଙ୍ଗେ। କାରଣ ବଳଦ ମୋର ତୁଣ୍ଡି ଦିଆହେଇଥିବ ମୁହଁରେ, ସିଏ ବି ଖାଇବ। ମୋ ଜନ୍ତୁ ସିଏ, ତା ସକାଶେ ମୁଁ ଚାଷ କରୁଛି। କଣଟା ପେଟରେ ଖାଇ ତାକୁ ଟିକେ ପିଆ ମିଆ କରିଦେଇ ପୁଣି ଚାଲ, ପୁଣି ସଞ୍ଜ ବେଳକୁ ଆସିବୁ। ଯଦି ବି କେତେବେଳେ କାମ ଭାଇ, ଆପଣ ମାନେ ଏତିକି କଥା ଶୁଣନ୍ତୁ, ପଛରେ ଆମେ ଆଲୋଚନା କରିବା। ଏଇ ବିଷୟବସ୍ତୁ ଆମର ଆରମ୍ଭ ହେଲା ଆଜିଠାରୁ, ଏଣିକି ବିଷୟବସ୍ତୁ ଉପରେ ଯିବା। ରହିଲି, ଜୟ ଜଗନ୍ନାଥ।